କୁମ୍ଭ ରାଶି ଦ୍ୱାଦଶ ରାଶିଚକ୍ରର ଏକାଦଶ ରାଶି। 2026 ମସିହା ମେ ମାସ କୁମ୍ଭ ରାଶି ପାଇଁ ଆର୍ଥିକ ବରଦାନର ମାସ ରୂପେ ସାବ୍ୟସ୍ତ ହେବାର ବହୁତ ସମ୍ଭାବନା ରହିଅଛି। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ଚଳିତ ମେ ମାସରେ ନୈସର୍ଗିକ ଶୁଭ ଗ୍ରହ ବୃହସ୍ପତି ମହାଗ୍ରହ କୁମ୍ଭ ରାଶିର ପଞ୍ଚମ ସ୍ଥାନ ମିଥୁନ ରାଶିରେ ଅବସ୍ଥାନ କରୁଥିବାରୁ କୁମ୍ଭ ରାଶିଜାତ ବ୍ୟକ୍ତିଙ୍କର ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। ବିଭିନ୍ନ ସୂତ୍ରରୁ ଅର୍ଥଲାଭ ହେବ। ଆୟର ପରିମାଣ ଆଖି ଦୃଷ୍ଟିଆ ଭାବେ ବୃଦ୍ଧି ପାଇବ। ସଞ୍ଚିତ ଅର୍ଥର ପରିମାଣ ମଧ୍ୟ ସମାନ୍ତରାଳ ଭାବରେ ବୃଦ୍ଧି ପାଇବ। ଅବଶ୍ୟ କୁମ୍ଭ ରାଶିରେ ରହିଥିବା ରାହୁ ଅନୈତିକ ଭାବେ ଅର୍ଥ ଉପାର୍ଜନ କରିବାକୁ ପ୍ରୋତ୍ସାହିତ କରିପାରନ୍ତି। କ୍ୟାରିୟର ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଜଣାଯାଏ, ମେ ମାସର 11 ତାରିଖ ପର୍ଯ୍ୟନ୍ତ କର୍ମକ୍ଷେତ୍ରରେ ସାମାନ୍ୟ ଗଣ୍ଡଗୋଳିଆ ପରିସ୍ଥିତି ଲାଗି ରହିବ। ଛୋଟିଆ କଥାକୁ କେନ୍ଦ୍ର କରି ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇପାରେ। ମେ ମାସ 11 ତାରିଖ ପରେ ମଙ୍ଗଳ ମହାଗ୍ରହ ନିଜ ରାଶି ମେଷ ରାଶିରେ ପ୍ରବେଶ କଲେ କର୍ମକ୍ଷେତ୍ରରେ ପରାକ୍ରମୀ ହେବେ। ନୂତନ କର୍ମ ଅନ୍ୱେଷଣରେ ରହିଥିଲେ ତାହା ଏହି ସମୟରେ ସଫଳ ହେବାର ସମ୍ଭାବନା ଅଧିକ ରହିଅଛି। ଇଲେକ୍ଟ୍ରିକାଲ ଓ ଇଲେକ୍ଟ୍ରୋନିକ୍ସ, କମ୍ପ୍ୟୁଟର, ପୋଲିସ ଓ ମିଲିଟାରୀ ତଥା ପ୍ରଶାସନିକ ସେବାରେ ରହିଥିବା କୁମ୍ଭ ରାଶିଜାତ ବ୍ୟକ୍ତି ବିଶେଷଙ୍କ ପାଇଁ ସମୟ ବହୁତ ଅନୁକୂଳ ରହିବ। ବାଣିଜ୍ୟ ବ୍ୟବସାୟ କରୁଥିବା ବ୍ୟକ୍ତି ମେ ମାସର ପ୍ରଥମାର୍ଦ୍ଧରେ ଶୁଭଫଳ ପ୍ରାପ୍ତ କରିବେ, କିନ୍ତୁ ନିଜର ବାଣୀ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ। ପ୍ରେମ ସମ୍ପର୍କରେ ରହିଥିବା ପୁଅ ଓ ଝିଅମାନଙ୍କ ପାଇଁ ମାସଟି ଭାବ ପ୍ରବଣତାର ମାସ ରହିବ। ପଞ୍ଚମ ଭାବରେ ଅବସ୍ଥିତ ଦେବଗୁରୁ ବୃହସ୍ପତି ଲଭ୍ ଲାଇଫରେ ସ୍ପଷ୍ଟତା ଆଣିବେ। କଟୁ କଥା କହି ପାର୍ଟନରଙ୍କ ମନରେ ଆଘାତ ଦିଅନ୍ତୁ ନାହିଁ। ଅବିବାହିତ ରହିଥିବା ପୁଅ ଓ ଝିଅମାନଙ୍କ ପାଇଁ ବିବାହ ପ୍ରସ୍ତାବ ଆସି ବିବାହ ତାରିଖ ସ୍ଥିର ହୋଇଯିବାର ସମ୍ଭାବନା। ପାରିବାରିକ ଦୃଷ୍ଟିକୋଣରୁ ବିଚାର କଲେ ଜଣାଯାଏ, ମେ ମାସର 11 ତାରିଖ ପର୍ଯ୍ୟନ୍ତର ସମୟ ପାରିବାରିକ ବିଚାର ବିଭ୍ରାଟର ସମୟ ହୋଇପାରେ। ପରବର୍ତ୍ତୀ ସମୟ ଠିକ୍ଠାକ୍ ରହିବ। ପରିବାର ଭାବର ଅଧିପତି ସ୍ୱୟଂ ବୃହସ୍ପତି କୁମ୍ଭ ରାଶି ଉପରେ ଦୃଷ୍ଟି ପ୍ରଦାନ କରୁଥିବାରୁ ଗୃହରେ ଧାର୍ମିକ ଓ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବ। ବନ୍ଧୁ ଓ ପରିଜନମାନଙ୍କର ଯିବା ଆସିବା ଲାଗି ରହିବ। ମାଙ୍ଗଳିକ କାର୍ଯ୍ୟ ପାଇଁ ଘରେ ବିଚାର ବିମର୍ଶ ଆରମ୍ଭ ହୋଇପାରେ। ମାସର ଦ୍ୱିତୀୟାର୍ଦ୍ଧରେ ଦାମ୍ପତ୍ୟ ପୀଡ଼ା ଦେଖାଯିବାର ସମ୍ଭାବନା। ଅଧ୍ୟୟନରତ ଥାଇ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀମାନେ ପରୀକ୍ଷାରେ କୃତିତ୍ୱ ଅର୍ଜନ କରିବେ। ସ୍ୱାସ୍ଥ୍ୟ ଦୃଷ୍ଟିରୁ ମେ ମାସଟି କୁମ୍ଭ ରାଶି ପାଇଁ ଯଥା ପୂର୍ବଂ ତଥା ପରଂ ଭଳି ଲାଗି ରହିବ। କୁମ୍ଭ ରାଶିରେ ରହିଥିବା ରାହୁ ସ୍ୱାସ୍ଥ୍ୟ ବିଗାଡ଼ିବାକୁ ଚେଷ୍ଟା କଲେ ମଧ୍ୟ ବୃହସ୍ପତିଙ୍କ ଦୃଷ୍ଟିରେ ରହିଥିବାରୁ ବିଶେଷ କିଛି ସମସ୍ୟା ସୃଷ୍ଟି କରିପାରିବେ ନାହିଁ। କିନ୍ତୁ ଶନି ମହାଗ୍ରହଙ୍କର ପ୍ରଭାବରୁ କଠିନ ପରିଶ୍ରମରେ ହାଲିଆ ହୋଇ ପଡ଼ିବାର ସମ୍ଭାବନା ରହିଅଛି। ଏ ତ ଗଲା ମୋଟାମୋଟି ଭାବରେ କୁମ୍ଭ ରାଶି ପାଇଁ ମେ ମାସର ମାସିକ ରାଶି ଫଳ। ମାସଟିରେ ରହିଥିବା ଅଶୁଭତ୍ୱକୁ ଦୂର କରି ଶୁଭ ଫଳ ପାଇବା ନିମନ୍ତେ ମା ଦକ୍ଷିଣକାଳୀଙ୍କର ପୂଜାର୍ଚ୍ଚନା କରନ୍ତୁ। ଶ୍ରୀକ୍ଷେତ୍ରରେ ବିରାଜିତ ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ କୁମ୍ଭ ରାଶିଜାତ ବ୍ୟକ୍ତିଙ୍କର ରହିଥିବା ସମସ୍ତ ଦୋଷ ଖଣ୍ଡନ ହୋଇ ମନବାଞ୍ଛିତ ଫଳ ପ୍ରାପ୍ତ ହୋଇଥାଏ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର, ତପନ।